ଏଇଟା ଗୋଟେ ଆଳୁର ତରକାରୀର ମୁଁ ପ୍ରିପାରେସନ୍ କରିଛି, ଯୋଉଟାକୁ ଆପଣମାନେ ପରାଠା ସହ, ବରା ସହ, ପୁରୀ ସହ, ପିଠା ସହ କମ୍ବାଇନ୍ କରି ଖାଇପାରିବେ। ବହୁତ ହି ସହଜରେ ଏଇଟା ବନିଯାଇଥାଏ। ତ ଆକୁ ବନେଇବା ପାଇଁ ପ୍ରଥମେ ମୁଁ ଏଠି 1 ଟେବୁଲ୍ ସ୍ପୁନ୍ ତେଲ ନେଇଛି, ତା ସାଙ୍ଗରେ ସେଥିରେ ଜିରା ଫୁଟେଇ ଦେଇଛି, ହିଙ୍ଗ ଅଳ୍ପ ଟିକେ ପକେଇ ଦେଇଛି। ତାପରେ ଆମେ ସେଥିରେ କଞ୍ଚା ଲଙ୍କା ଆଡ୍ କରିଦେବା। ଆପଣଙ୍କୁ ଯଦି ପସନ୍ଦ ଆପଣମାନେ ସେଥିରେ ଟିକେ କସୁରୀ ମେଥି ଆଡ୍ କରିପାରିବେ। ତାପରେ ଟମାଟୋ ଆଡ୍ କରି ମୁଁ ଏଠି ତାକୁ ସଫ୍ଟ ହେବା ଯାଏ କୁକ୍ କରିବା। ଟମାଟୋ ଜଲ୍ଦି ସଫ୍ଟ ହେବା ପାଇଁ ଆମେ ସେଥିରେ ଅଳ୍ପ ଟିକେ ଲୁଣ ପକେଇଦେବା। ଟମାଟୋ ସଫ୍ଟ ହେଇ ଆସିଲା ପରେ ଆମେ ସେଥିରେ ଗୁଣ୍ଡ ମସଲା ଯେମିତିକି ଧନିଆ ପାଉଡର, ହଳଦୀ ପାଉଡର ଆଉ କିଚେନ୍ କିଙ୍ଗ ମସଲା ଅଳ୍ପ ଟିକେ ମୁଁ ଆଡ୍ କରିଦେଇଛି। କିଚେନ୍ କିଙ୍ଗ ମସଲାଟା ଏଇ ରେସିପିରେ କମ୍ପଲସରି ଆପଣମାନେ ୟାକୁ ଆଡ୍ କରନ୍ତୁ। ତାପରେ ପୂର୍ବରୁ ମୁଁ ଆଳୁକୁ ବଏଲ୍ କରି ରଖିଦେଇଥିଲି। 2ରୁ 3ଟା ଆଳୁ ମୁଁ ମିଡ଼ିୟମ୍ ସାଇଜ୍ର ନେଇଛି, ପାଖାପାଖି ଏଟା 4-5 ଲୋକଙ୍କ ପାଇଁ ବନିଯିବ। ତାକୁ ଅଳ୍ପ ଟିକେ ସମୟ ସେଇଥିରେ କଷି ସାରିବା ପରେ ମସଲାରେ ମୁଁ ଏଥିରେ ଅଳ୍ପ ଟିକେ ପାଣି ଆଡ୍ କରିଦେଇଛି। ଆକୁ ଆମେ 15ରୁ 20 ମିନିଟ୍ ପାଇଁ ଫୁଟିବା ପାଇଁ ଦେବା। ଆଉ ଆପଣମାନେ ଯେକୌଣସି ମସଲା କଷୁଥିବେ ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ କଷନ୍ତୁ, ତାର ଟେଷ୍ଟ ବହୁତ ହି ଭଲ ଆସିବ। ତା ସହ ମୁଁ ତିଆରି କରିଛି ବଥୁଆର ପରାଠା। ପୁରା ରେସିପି ଆପଣଙ୍କୁ ଏଇ ଭିଡ଼ିଓର ରିଲେଟେଡ୍ ଭିଡ଼ିଓରେ ମିଳିଯିବ। ଆପଣମାନେ ଚ୍ୟାନେଲ ଭିଜିଟ୍ କରି ଯାଇ ଦେଖିପାରିବେ।